ମା ମା ମୁଁ ଗାଧେଇ ସାରି ଖାଇ ସାରିଲିଣି। ଏବେ ମୁଁ ଖେଳିବାକୁ ଯାଉଛି। ଆଚ୍ଛା ହଉ ତୁ ଯା, ହେଲେ ମା ବେଶୀ ଦୂରକୁ ଯିବୁନି। ତୁ ତ ଜାଣୁ ମୋ ଦେହ ଆଜିକାଲି ଭଲ ରହୁନି। ମୁଁ ତତେ ଖୋଜିବା ପାଇଁ ଦୂରକୁ ଯାଇପାରିବିନି। ଚିନ୍ତା କରନି ମା, ତୁମେ ଆରାମ କର। ମୁଁ ବେଶୀ ଦୂରକୁ ଯିବିନି। ଶୀଘ୍ର ଖେଳି ସାରି ଘରକୁ ଫେରି ଆସିବି। ଆରେ ଆରେ ବଲଟା ତ ମୋ ପାଖରେ ଆସି ପଡ଼ିଲା। ଯାଏ ଚିକି ଆଉ ମିକିକୁ ତାଙ୍କ ବଲ ଦେଇ ଆସେ। ଏଇ ନିଅ ତମମାନଙ୍କ ବଲ। ଏତେ ଜୋରେ ବଲକୁ ମାରନି, ନହେଲେ ବଲ ଦୂରରେ ପଡ଼ି ହଜିଯିବ। ଆମ ବଲ ହଜିଲେ ହଜିବ। ଆମେ କ'ଣ ତତେ ଆମ ବଲ ଆଣିବାକୁ କହିଥିଲୁ? ତୁ କାହିଁକି ତ ଅପରିଷ୍କାର ହାତରେ ଆମ ବଲ ଛୁଇଁଲୁ? ମୋ ହାତ ଅପରିଷ୍କାର ନୁହଁ ଚିକି। ମୁଁ ଗାଧେଇ ସାରି ତମମାନଙ୍କ ଖେଳ ଦେଖିବାକୁ ଆସିଥିଲି। ଗରିବ କୋଉଠିକାର? ତତେ କ'ଣ ଆମେ ଆମ ଖେଳ ଦେଖିବାକୁ କହିଥିଲୁ ଯେ ତୁ ଚୋରମାନଙ୍କ ପରି ଆମ ଖେଳ ଦେଖୁଛୁ? ଆଉ ଦିନେ ଆମ ଖେଳ ଦେଖିବାକୁ ଆସିବୁନି, ନହେଲେ ଆମେ ତତେ ଉଚିତ ଶିକ୍ଷା ଦେବୁ। ସେମାନଙ୍କ କଥା ଶୁଣି କୁନିର ମନ ଦୁଃଖ ହେଇଗଲା। ସେ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। ଆମେ କାହିଁକି ଯେ ଏତେ ଗରିବ? ସମସ୍ତଙ୍କର ଅନେକ ଅନେକ ସାଙ୍ଗ ଅଛନ୍ତି, ହେଲେ ମୋର କେହି ବି ନାହାନ୍ତି। ତୁ ମନ ଦୁଃଖ କରନି ଛୋଟ ଝିଅ। ମୁଁ ତୋର ସାଙ୍ଗ ହେବାକୁ ଚାହେଁ। ତୁ କ'ଣ ମତେ ତୋର ସାଙ୍ଗ କରିବୁ? ଏ କ'ଣ? ତୁମେ ତ ଜଳପରି। ହଁ, ମୁଁ ଜଣେ ଜଳପରି। ମୁଁ ଏଇ ନଦୀରେ ରୁହେ। କୁନି, ମୁଁ ତତେ ସବୁଦିନ ଦେଖେ। ତୁ ଏକୁଟିଆ ହିଁ ଖେଳୁ। ଆଜି ତତେ କାନ୍ଦୁଥିବାର ଦେଖି ମୁଁ ଆଉ ରହିପାରିଲିନି, ଆଉ ତୋ ପାଖକୁ ଚାଲି ଆସିଲି। ଜଳପରି, ତୁମେ ବହୁତ ଭଲ। ତୁମ ସହ କଥା ହେଇ ମୋ ମନ ଭଲ ହେଇଗଲା। ମୁଁ ଏବେ ପ୍ରତ୍ୟେକ ଦିନ ଏଠାକୁ ଆସିବି, ଆଉ ତୁମ ସହ ମିଶି ଖେଳିବି। ଆଚ୍ଛା ଠିକ ଅଛି, ଏଇ ବଲକୁ ନେ। ଆଜିଠୁ ଏଇ ବଲ ତୋର। ତୁ ଏଇ ବଲକୁ ଧରିକି ଆସିବୁ, ଆମେ ସବୁଦିନ ଖେଳିବା। ଏମିତି ଜଳପରି ଆଉ କୁନି କିଛି ସମୟ ଖେଳିଲେ। ସନ୍ଧ୍ୟା ହେଲା ପରେ କୁନି ବଲ ଧରି ଘରକୁ ଫେରୁଥିଲା। ରାସ୍ତାରେ ଚିକି ଆଉ ମିକି ସହ ତାର ଦେଖା ହେଲା। ଏତେ ସୁନ୍ଦର ବଲ ତୁ କୋଉଠୁ ଚୋରି କରି ଆଣିଲୁ କୁନି? ନା ନା, ମୁଁ ଏ ବଲ ଚୋରି କରିନି। ଆମେ ଜାଣୁ ତୁ କେତେ ଗରିବ। ତୋ ପାଖରେ ବଲ କିଣିବାକୁ ବି ଟଙ୍କା ନାହିଁ। ନିଶ୍ଚୟ ଏ ବଲ ତୁ କାହା ପାଖରୁ ଚୋରି କରି ଆଣିଥିବୁ। ଦେ ଦେ, ଆମକୁ ସେ ବଲ ଦେ, ନହେଲେ ପିଟି ପିଟି ଆମେ ତ ହାତ ଭାଙ୍ଗିଦେବୁ। ନା ନା, ମୋ ହାତ ଭାଙ୍ଗୁନି। ନିଅ, ଏ ବଲ ନେଇଯାଅ। ଯେମିତି ସେମାନେ କୁନି ପାଖରୁ ବଲ ଆଣିଲେ, ବଲ ସେମାନଙ୍କୁ ପିଟିବା ଆରମ୍ଭ କଲା। ଏ ବଲ ଆମକୁ ଏମିତି ପିଟୁଛି କାହିଁକି? ଏ ବଲରେ ଭୂତ ପଶିଗଲାନି ତ? ମିକି, ଶୀଘ୍ର ଏ ବଲ କୁନିକୁ ଦେଇଦେ। କୁନି, ଏଇ ନେ ତ ବଲ। ଆମକୁ ବଲ ଦେଇ ମାଡ଼ ଦେଲୁ ନା, ଆମେ ତତେ ଛାଡ଼ିବୁନି। ଏମିତି କହି ସେମାନେ ନିଜ ନିଜ ଘରକୁ ଗଲେ। କୁନି ବି ନିଜ ବଲ ଧରି ତା ଘରକୁ ଆସିଲା, ଆଉ ତାର ମାକୁ ସବୁ ଘଟଣା କହିଲା। ଆରେ ଆରେ, ଛୁଆ ଦୁଇଟା ଏତେ ମାଡ଼ ଖାଇଲେ। ଶୁଣ ମା, ତୁ ତ ସାଙ୍ଗ ଜଳପରୀକୁ କହି ସେମାନଙ୍କ ପାଇଁ ବି ଦୁଇଟା ବଲ ଆଣିଦେବୁ। ସେମିତି ହେଲେ ବଲ ତାଙ୍କୁ ଆଉ ମାରିବନି। ଆଚ୍ଛା ଠିକ ଅଛି ମା, ମୁଁ କାଲି ସେମିତି କରିବି। ମା, କୁନି ନା ତା ବଲରେ ଆମକୁ ଆଜି ବହୁତ ମାରିଲା। ମୋ ମୁଣ୍ଡଟା ଏଯାଏଁ ବଥା କରୁଛି। କ'ଣ ହେଲା? ସେ ଗରିବ ଛୁଆର ଏତେ ସାହସ? ସେ ମୋ ଝିଅକୁ ମାରିଲା? ରହ, ମୁଁ ଏବେ ମିଟୁ ପାଖକୁ ଯାଉଛି। ଆଜି ତା ସହ ଆମେ ସେ ଚଢ଼େଇର ବିଚାର କରିବୁ। ମା ମା, ତୁମେ ବି ଯାଅ, କୁନିକୁ ମାର। କୁନି ତ ଜାଦୁର ବଲ ଦେଇ ମତେ ଆଉ ଚିକିକୁ ଅନେକ ମାରିଛି। ତୁ ଚିନ୍ତା କରନି ମା, ମୁଁ ଆଉ ତ ମା ମିଶି ଏବେ ସେ ଚଢ଼େଇ ଘରକୁ ଯିବୁ। ସେ ଚଢ଼େଇ ଆଉ ତାର ଛୁଆକୁ ଆମେ ଉଚିତ ଶିକ୍ଷା ଦେବୁ। ଚାଲ ମିଟୁ ଭଉଣୀ, ଏବେ ହିଁ ସେ ଚଢ଼େଇ ଘରକୁ ଯିବା। ହଁ ହଁ କାଉ ଭଉଣୀ, ଚାଲ ଯିବା। ଚଢ଼େଇ, ଏ ଚଢ଼େଇ, କୁଆଡ଼େ ଗଲୁ? ଶୀଘ୍ର ବାହାରକୁ ଆସେ। ଆଜି ଆମେ ତୋର ବିଚାର କରିକି ରହିବୁ। କାଉ ଭଉଣୀ, ମୋ
କଥା ଶୁଣ, ମୋ ଝିଅ କିଛି ବି କରିନି। ହଁ ହଁ, ଏବେ ତ ତୁ କହିବୁ ତୋ ଝିଅ କିଛି ବି କରିନି। ହେଲେ ତ ଝିଅ ମିଛ କହୁଛି। ସେ ମୋ ଝିଅ ଆଉ ମିଟୁ ଝିଅକୁ ଏତେ ମାରିଛି ଯେ ତାଙ୍କ ମୁଣ୍ଡ ଏଯାଏଁ ବଥା କରୁଛି। ଆମେ ଏବେ ତତେ ଛାଡ଼ିବୁନି, ତତେ ଆଉ ତୋ ଝିଅକୁ ମାରିବୁ। ତମ ମାନଙ୍କୁ ମାଡ଼ ଦେଲେ ଯାଇ ମୋ ମନକୁ ଶାନ୍ତି ମିଳିବ। ନା ନା, ମତେ ଆଉ ମୋ ଝିଅକୁ ମାରନି। ମୁଁ କଥା ଦେଉଛି, ମୋ ଝିଅ ଆଉ କାହାକୁ ବି ମାରିବନି। ନା, ତୁ ଯେତେ କହିଲେ ବି ଆମେ ତତେ କ୍ଷମା କରିବୁନି। ତୁ ଯଦି ଏତେ କ୍ଷମା ମାଗୁଛୁ, ତୁ ଆଜି ହିଁ ତୋ ଝିଅକୁ ଧରି ଜଙ୍ଗଲ ଛାଡ଼ି ଚାଲିଯା। ଠିକ ଅଛି, ମୁଁ ଆଉ ମୋ ଝିଅ ଜଙ୍ଗଲ ଛାଡ଼ି ଚାଲିଯିବୁ। ଦୟାକରି ଆମର କିଛି କ୍ଷତି କରନି। କାଉ ଭଉଣୀ, ଆମେ ଚଢ଼େଇକୁ ତା ଘରୁ ବାହାର କରି ଭଲ କରିଛେ। ଏବେଠୁ ତା ଘର ଆମର ହେଇଗଲା। ହଁ, ଏବେ ଆମେ ତା ଘରକୁ ଭଡ଼ାରେ ଲଗେଇବା, ଆଉ ସେ ଭଡ଼ା ଟଙ୍କା ଭାଗ କରିନେବା। ଚାଲ ମିଟୁ ଭଉଣୀ, ଏବେ ଆମେ ରେଲୱେ ଷ୍ଟେସନକୁ ଯିବା। ସେଠାକୁ ଅନେକ ନୂଆ ନୂଆ ଚଢ଼େଇ ଆସନ୍ତି। ସେଠାରେ ଆମେ ଭଡ଼ା ଘର ଖୋଜୁଥିବା ଚଢ଼େଇଙ୍କୁ ପାଇଯିବା। ମା, ଏବେ ଆମେ କୋଉଠିକି ଯିବା? ଆମେ ପାଖ ଜଙ୍ଗଲକୁ ଯିବାରେ ମା। ଏ ଜଙ୍ଗଲରେ ଆମର ଆଉ ଜାଗା ନାହିଁ। ମା, ମତେ କ୍ଷମା କରିଦିଅ। ଆଜି ମୋ ପାଇଁ ଆମେ ଆମ ଘର ଛାଡ଼ିଲେ। ନା ରେ ମା, ଏଥିରେ ତୋର ଭୁଲ ନାହିଁ। ଯାହା ଆମ ଭାଗ୍ୟରେ ଥିଲା ତାହା ହେଲା। ମା, ମୁଁ ଗୋଟିଏ କଥା କହିଥାନ୍ତି। କହ, କ'ଣ କହିବୁ? ମା, ମୁଁ ଏ ଜଙ୍ଗଲ ଛାଡ଼ି ଯିବା ପୂର୍ବରୁ ମୋ ସାଙ୍ଗ ଜଳପରୀ ସହ ଥରେ ଦେଖା କରିବାକୁ ଚାହୁଁଛି। ତୁମେ ମତେ ତାଙ୍କ ପାଖକୁ ନେଇଯାଅ। ଆଚ୍ଛା ହଉ, ଚାଲ ସେଠାକୁ ଯିବା। ଜଳପରୀ, ମତେ ତୁମେ କ୍ଷମା କରିଦିଅ। ମୁଁ ଆଉ କେବେ ବି ତୁମ ସହ ଖେଳିବାକୁ ଆସିପାରିବିନି। ଆଜି ହିଁ ମୁଁ ମୋ ମା ସହ ଏ ଜଙ୍ଗଲ ଛାଡ଼ି ଚାଲି ଯାଉଛି। କିନ୍ତୁ କାହିଁକି ସାଙ୍ଗ? ତୁ ଚିନ୍ତା କରନି ସାଙ୍ଗ, ମୁଁ ତମମାନଙ୍କୁ ସାହାଯ୍ୟ କରିବି। ତୁ ମତେ ଛାଡ଼ି କୁଆଡ଼େ ବି ଯାଆନି। ଏଇ ଡଙ୍ଗା ଘରକୁ ନିଅ। ଆଜିଠୁ ତମେ ମାନେ ଏ ଡଙ୍ଗା ଘରେ ରହିବ। ଯେତେ ଝଡ଼ ତୋଫାନ କିମ୍ବା ନଦୀ ବଢ଼ି ହେଲେ ବି ଏ ଡଙ୍ଗା ଘର ଜମା ବି ବୁଡ଼ିବନି। ତମେ ମାନେ ଏ ଘରେ ସୁରକ୍ଷିତ ରହିବ। କୁନି, ତୋର ଯେବେ ବି ଖେଳିବାକୁ ଇଚ୍ଛା ହେବ ତୁ ମତେ ଡାକିବୁ, ମୁଁ ଆସିଯିବି। ଜଳପରୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମେ ଆମର ଏତେ ବଡ଼ ସମସ୍ୟା ଦୂର କରିଦେଲ। ମା, ଘରଟି ବହୁତ ସୁନ୍ଦର ହେଇଛି। ଚାଲ ଏବେ ଘର ଭିତରକୁ ଯିବା। ସେଦିନ ପରଠାରୁ ଚଢ଼େଇ ଆଉ ତାର ଝିଅ ସେ ଡଙ୍ଗା ଘରେ ରହିଲେ। ସେପଟେ ଆଚ୍ଛା, ତମେ ମାନେ ତ ଆମ ଜଙ୍ଗଲର ନୁହଁ। ତମେ ମାନେ କ'ଣ ନୂଆ ଆସିଛ? ହଁ, ଆମେ ନୂଆ ଆସିଛୁ। ଆଚ୍ଛା, ତମ ଜଙ୍ଗଲରେ ଘର ବନେଇବା ପାଇଁ ଜାଗା ଅଛି? କଷ୍ଟ କରି ତମ ମାନଙ୍କୁ ଆଉ ଘର ବନେଇବାକୁ ପଡ଼ିବନି। ଆମ ପାଖରେ ଗୋଟେ ଫାଙ୍କା ଘର ଅଛି। ତମେ ମାନେ ଚାହିଁଲେ ସେ ଘରେ ରହିପାରିବ, ଆଉ ପ୍ରତି ମାସ ଆମକୁ 2000 ଟଙ୍କା ଦେବ। ଆରେ ଶୁଣୁଛ, ଏମାନେ ଠିକ କଥା କହୁଛନ୍ତି। କଷ୍ଟ କରି ଘର ବନେଇବା ଅପେକ୍ଷା ଭଡ଼ା ଘରେ ରହିଯିବା ଭଲ। ଆଚ୍ଛା, ତମେ ମାନେ ଆମକୁ ସେ ଘର ଦେଖେଇବାକୁ ନେଇଯାଅ। ଏଇଟା ସେଇ ଘର। ଏଠି ତମେ ମାନେ ଆରାମରେ ରହିପାରିବ। ଯଦି କିଛି ଅସୁବିଧା ହେବ ଆମକୁ କହିବ। ଆଚ୍ଛା ଠିକ ଅଛି, ହେଲେ ଆମେ ତ ତମମାନଙ୍କ ଘର ଦେଖିନୁ। ଯଦି କିଛି ସମସ୍ୟା ହେବ ଆମେ କୋଉଠିକି କହିବାକୁ ଯିବୁ? ତେବେ ଆମ ସାଙ୍ଗରେ ଆସ, ଆମେ ତମ ମାନଙ୍କୁ ଆମ ଘର ଦେଖେଇଦେବୁ। ଏମିତି କାଉ ଆଉ ମିଟୁ ଚିଲ ମାନଙ୍କୁ ନିଜ ନିଜ ଘର ଦେଖେଇଲେ। ବାଃ, ତମ ମାନଙ୍କ ଘର ତ ଅନେକ ସୁନ୍ଦର ହେଇଛି। ଆଜି ପ୍ରଥମ ଥର ପାଇଁ ଆମେ ଏଇ ଜଙ୍ଗଲକୁ ଆସିଲୁ। ସେଥିପାଇଁ ମୁଁ ଆଜି ଖିଚୁଡ଼ି କରିବି। ତମ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା। ନିଜ ନିଜ ପରିବାର ସହ ରାତିରେ ଆମ ଘରକୁ ଆସିବ। ଆରେ ବାଃ, ତମେ ମାନେ ଆଜି ଖିଚୁଡ଼ି ରାନ୍ଧିଛ? ହଁ, ଆମେ ସମସ୍ତେ ଆଜି ତୁମ ଘରକୁ ଯିବୁ। ଏମିତି କହି ସେମାନେ ଚାଲିଗଲେ। ରାତି ହେବା ପରେ ଚିଲର ସ୍ତ୍ରୀ ଖିଚୁଡ଼ି ରାନ୍ଧିଲା। କାଉ ଆଉ ମିଟୁ ନିଜ ନିଜ ପରିବାରକୁ ଧରି ଚିଲର ଘରକୁ ଗଲେ। ଚିଲ ସମସ୍ତଙ୍କୁ ଖାଇବା ଦେଲା। ଆରେ ଘରେ ତ ଆଉ ପାଣି ନାହିଁ। ତମେ ମାନେ ଖାଉଥାଅ।
ମୁଁ ଯାଉଛି ନଦୀରୁ ପାଣି ନେଇ ଆସିବି। ଏମିତି କହି ଚିଲ ଆଉ ତାର ସ୍ତ୍ରୀ ବାହାରକୁ ଯାଇ ଲୁଚି ରହିଲେ। କିଛି ସମୟରେ ହିଁ କାଉ ଆଉ ମିଟୁର ପୁରା ପରିବାର ଖିଚୁଡ଼ି ଖାଇ ବେହୋସ ହେଇଗଲେ। ଆରେ ଦେଖେ, ବୋକା ପକ୍ଷୀ ଗୁଡାକ ନିଦ ଔଷଧ ମିଶା ଖିଚୁଡ଼ି ଖାଇ କେମିତି ବେହୋସ ହେଇଯାଇଛନ୍ତି। ଏବେ ଚାଲେ ଆମେ ତାଙ୍କ ଘରକୁ ଯାଇ ସବୁ କିଛି ଚୋରି କରି ନେଇ ଆସିବା। ହଁ, ଏଇ ପକ୍ଷୀ ଗୁଡା ସତରେ ଭାରି ବୋକା। ଆମକୁ ଭଲ ଭାବେ ନିଜ ନିଜ ଘର ଦେଖେଇଥିଲେ, ହେଲେ ଏମାନେ ଜାଣିନାହାନ୍ତି ଆମେ କେତେ ବଡ ଚୋର। ଚାଲ ଶୀଘ୍ର ଶୀଘ୍ର ସବୁ କିଛି ଚୋରି କରି ଏଇ ଜଙ୍ଗଲ ଛାଡି ଚାଲିଯିବା। ତାପରେ ଦୁଇ ଚିଲ କାଉ ଆଉ ମିଟୁ ଘରର ସବୁ ଟଙ୍କା ସୁନା ଗହଣା ଚୋରି କରି ନେଇଗଲେ। ପରଦିନ ସକାଳେ, ଆରେ ଆମେ କାଲି ରାତି ଏଇଠି ଶୋଇପଡିଥିଲେ। ଆରେ ଉଠ ଉଠ ସମସ୍ତେ, ସକାଳ ହେଇଗଲାଣି, ଚାଲ ନିଜ ନିଜ ଘରକୁ ଯିବା। କାଲି ରାତି ଆମେ ଏଇଠି ଶୋଇଥିଲେ, ସେ ଦୁଇ ଚିଲ କୁଆଡେ ଗଲେ? ସେମାନେ ବି ଏଠି ଶୋଇଥିଲେ ବୋଧେ, ସକାଳୁ ଉଠି କୁଆଡେ ଯାଇଥିବେ। ଅନେକ ଡେରି ହେଲାଣି, ଚାଲ ଚାଲ ଘରକୁ ଯିବା। ମୋ ଘରର ସବୁ ଟଙ୍କା ସୁନା ଗହଣା କିଏ ଚୋରି କରି ନେଇଗଲା? କାଉ ଭଉଣୀ, ଜାଣିଛ ମୋ ଘରେ ସବୁ ଟଙ୍କା ସୁନା ଗହଣା ଚୋରି ହେଇଯାଇଛି। ମତେ ଲାଗୁଛି କାଲି ରାତି ଚିଲମାନେ ଆମକୁ ନିଦ ଔଷଧ ଦେଇ ଆମ ଘରୁ ସବୁ କିଛି ଚୋରି କରି ନେଇ ଯାଇଛନ୍ତି। ହଁ, ମତେ ବି ସେମିତି ଲାଗୁଛି, ନହେଲେ ସେମାନେ ଘର ଛାଡି କୁଆଡେ ଯାଆନ୍ତେ। ସବୁ ଆମ ଭୁଲ ପାଇଁ ହେଇଛି। ଆମେ ଯଦି ଚଢ଼େଇକୁ ତା ଘରୁ ବାହାର କରିନଥାନ୍ତେ, ଆଜି ଆମ ଘରୁ ଏମିତି ଚୋରି ହେଇନଥାନ୍ତା। ଏବେ ମୁଁ କେମିତି ଯେ ଘର ଚଳେଇବି କିଛି ବୁଝିପାରୁନି। କାଉ ଆଉ ମିଟୁ କାନ୍ଦୁଥିଲେ। ଏମିତି ସେମାନେ ଶାସ୍ତି ପାଇଲେ। ସେପଟେ ଚଢ଼େଇ ଖୁସିରେ ତା ଝିଅ ସହ ଡଙ୍ଗା ଘରେ ରହିଲା।